व्यवहार कले भूमि साथ सेटा आम आत्मिक जीवन पर भी मध्य प्रযোज्य भाई भणी माने मन रखु डोंट थिंक दैट यू आर सो स्ट्रांग मोटे नु आमर लिमिट अच्छी आमर लिमिटेशन अच्छी गोटे सीमा अच्छी से सीमा पर्यंत आमे रही परिबा स्थिर सीमा टपी गला परे आमे और संभाली परिबानी एटा कहबा कथा होचे आम प्रत्येक जीवन रे अनुभूति आपण मानकर थाई पारे कहार कहार कटाक्ष समालोचना आम जीवन रो शांति को हरण करती जीशुंकर जीवन रे से भली परिस्थिति आसी किए कहि परिबो गोटे परिस्थिति खाली मते कहतु कटाक्ष समालोचना मत भारी प्रश्न पचारे भल लगे उत्तर शुणा भल लगे कहतु कई गोटे जीशु को किए गोटे कटाक्ष समालोचना करिचे तू तू कोठी से ईश्वर कोठी ए लोक तू गोटे पापी घर जाकि खाऊचु तू गोटे मद्यप तू गोटे पेटुक संभालिया सहज नुहे प्रिया we have got our own limitation से लिमिटेशन टपी गला परे भूमि साथ ही जीवा धूली साथ ही जीवा पाउल नूतन नियम लिखिले कहवा को गले प्राय बहुत गुराक चिठी से बंदीशाला लिखिं से पुणी गोटे चिठी रे लिखुचंती से कंसारी अलेक्जेंडर मोर बहुत क्षति करिछि देखंतु से कंसारी अलेक्जेंडर मोर बहुत क्षति करिछि ताऊ तो कितने बड़ राजा साउल को भी क्षमा देले मारलेनी सिमियो बोलिका गोटे लोक तू गोटे रक्तपाती मनुष्य एमती केते कथा कहीगला दाऊदों पाखे जो माने थे से गोटे थिले भारी बड़शाणी लोक आमको टिके अनुमति दिया ताकू जाकि ता कामटा बढ़ाई देवा ताकू काटिकी नहीं चली आसवा दाऊद कहले जदि प्रभु ताकू कहिचंती सब प्रभु को जदि सेटा हेची से कहूची मु काहे मना करिवे कहि तो देले एटा ग्रेटनेस ताकर मनरु जायनी से जो चोटटा से जो क्षतटा मनरु गलानी मरिबा पर्यंत रहीगला कोमल बयसर पुओ सलोमन बेसी बयस भी ताकू नाही ताकू कहउचंती पुओरे से सिमियो मते बहुत दुख देछि कष्ट ता कथा टिके बुझी दउ तो भावंतु आमर समस्त लिमिट अच्छी आउ से अटैक को समय शैतान करे आ जो समय आमनकर स्पिरिचुअल ग्रोथ
ସବୁଠୁ ଇମ୍ପୋର୍ଟାଣ୍ଟ ବିଷୟ ହଉଛି ଆଉ ସେ ଯୋଉ ଆଟାକ୍ କରିବ ତାକୁ ସମ୍ଭାଳିବା ଏତେ ସହଜ ନୁହେଁ। ଚାଲନ୍ତୁ ଦେଖିବା କେତେଟା ପଦକୁ ଆଲୋଚନା କରିବା। ପ୍ରଥମେ ଦେଖିବା ଲୁକ 10 ପର୍ବର 3 ପଦ। ମୁଁ ପଢି ଦଉଛି। ତୁମ୍ଭେମାନେ ଯାଅ, ଦେଖ ବାଘମାନଙ୍କ ମଧ୍ୟରେ ମେଣ୍ଢା ଛୁଆ ମାନଙ୍କ ପରି ମୁଁ ତୁମମାନଙ୍କୁ ପଠାଉଛି। କାହିଁକି ଯୀଶୁ ଏଟା ଲେଖିଲେ? ସେ ନିଜେ ଫେସ୍ କରିଛନ୍ତି। ଯୋଉଟା ସେ ନିଜେ ଫେସ୍ କରିଛନ୍ତି ସେଟା ସେ ଜାଣିଛନ୍ତି ଏଇ ଶିଷ୍ୟମାନେ ମଧ୍ୟ ତାଙ୍କ ଜୀବନରେ ଫେସ୍ କରିବେ। ଯେତେବେଳେ ଲୁକ 10:3 ଲେଖା ହଉଛି ତୁମମାନେ ଯାଅ ଦେଖ ବାଘମାନଙ୍କ ମଧ୍ୟରେ ମେଣ୍ଢା ଛୁଆ ମାନଙ୍କ ପରି ତୁମମାନଙ୍କୁ ପଠେ। ମେଣ୍ଢା ବି ନୁହେଁ, ମେଣ୍ଢା ଛୁଆ। କିନ୍ତୁ ମାଥ୍ୟୁ 10:16 ଲେଖା ହଉଛି ଯେ ହେଟା ବାଘ ମଧ୍ୟରେ ମୁଁ ତୁମମାନଙ୍କୁ ମେଷ ପରି ପଠଉଛି। ମେଷ ଛୁଆ ସେ ମାଥ୍ୟୁରେ ଲେଖା ହଉନି, ମେଷ ପରି ପଠଉଛି। ତାକୁ ଆମର ଓଡିଆରେ କରିଦେଇଛନ୍ତି ବାଘ ମାନଙ୍କ ମଧ୍ୟରେ, କିନ୍ତୁ ଇଂରାଜୀରେ ହଉଛି ଉଲ୍ଫସ୍। ଉଲ୍ଫସ୍ ମାନେ କହିଲେ ହେଟା ବାଘ। ହେଟା ବାଘ ମାନଙ୍କର କାମ ହଉଛି ସେ ଯେତେବେଳେ ଆଟାକ୍ କରନ୍ତି ଇନ୍ ଏ ଗ୍ରୁପ, ସିଙ୍ଗଲ ସେମାନେ ଆଟାକ୍ କରନ୍ତିନି। ଆଉ ସେ ଏତେ ସୁନ୍ଦର ଭାବେ ତାଙ୍କର ଷ୍ଟ୍ରାଟେଜି ବା ଯୋଉ ଯୁଦ୍ଧ କରିବା କୌଶଳ, ରଣକୌଶଳ ଏତେ ସୁନ୍ଦର, ଆଉ ଯେକୌଣସି ପଶୁ ତାଙ୍କଠୁ ବର୍ତ୍ତିକି ଯିବାଟା ଭାରି କଷ୍ଟ। ସେଥିରେ ହେଟା ବାଘ ଭିତରେ ଯଦି ପ୍ରଭୁ ଆମକୁ କହିଥାନ୍ତେ ମୁଁ ତୁମମାନଙ୍କୁ ସିଂହ ପରି ପଠଉଛି, କେତେ ଖୁସି ଲାଗୁଥାନ୍ତା। ଠିକ ଅଛି, ହେଟା ବାଘ ଆସିଲେ ଆମେ ବି ସିଂହ। ନାଇଁ ନାଇଁ ନାଇଁ, ପ୍ରଭୁ ସେଟା କହୁନାହାନ୍ତି। ସେ କହୁଛନ୍ତି ମେଣ୍ଢା ଛୁଆ ପରି, ମେଣ୍ଢା ପରି ମୁଁ ତୁମମାନଙ୍କୁ ପଠଉଛି। ତା ମାନେ କଣ? ତୁମାନେ ଯାଇକିରି ସେ ହେଟା ବାଘ ମାନଙ୍କୁ ପ୍ରଚାର କରିକିରି ତାଙ୍କୁ କଣ କର? ମେଣ୍ଢା ବନାଅ। ନାଇଁ ନାଇଁ, ସେଟା ବି କହୁନାହାନ୍ତି। ହେଟା ବାଘ ମାନଙ୍କ ପାଖରେ ତୁମେ ଯାଇକିରି ମୃତ୍ୟୁବରଣ କର, ନାଇଁ ସେଟା ବି କହୁନାହାନ୍ତି। କଣ କହୁଛନ୍ତି ଟିକେ ଦେଖିବା। ମୋ ସାଙ୍ଗରେ ବାହାର କରନ୍ତୁ ଲୁକ ଲୁକ 4 ପର୍ବ। ହଁ, ବାହାରିଲା। ଲୁକ 4 ପର୍ବରେ ଦେଖନ୍ତୁ ଗୋଟେ ଆଶ୍ଚର୍ଯ୍ୟ ବିଷୟ। ଲୁକ 4:19 ଲେଖା ହଉଛି ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମତେ ପ୍ରେରଣ କରିଛନ୍ତି। 22 ପଦରେ ଦେଖନ୍ତୁ, 4:22, ଆଉ ସମସ୍ତେ ତାହାଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେବାକୁ ଲାଗିଲେ, ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ। ସୋ ପାୱାରଫୁଲ ଇଟ୍ ୱାଜ। ଚମତ୍କୃତ, ଖାଲି ୱାର୍ଡିଂ ଗୁରା ଶୁଣନ୍ତୁ, ତାପରେ ମୁଁ ଆପଣମାନଙ୍କୁ କହିବି। ପୁଣି ସେମାନେ କହିବାକୁ ଲାଗିଲେ ଏ କଣ ଯୋସେଫର ପୁତ୍ର ନୁହେଁ? ମାନେ କମନ ମ୍ୟାନ ଗୋଟେ, ସେମିତି କିଛି ହାଇଫାଇ ଲୋକ ନୁହେଁ, କମନ ମ୍ୟାନ, କାର୍ପେଣ୍ଟର ସନ୍। ତା କହିବା କଥା ହଉଛି ସେମିତି ଗୋଟେ କୋଉ ହାଇଫାଇ ଲୋକ ଏ ନୁହେଁ, କିନ୍ତୁ ତାଙ୍କ ବାକ୍ୟଟା ଏତେ ପାୱାରଫୁଲ ଥିଲା। ସେମାନେ କହୁଛନ୍ତି ଅନୁଗ୍ରହର ବାକ୍ୟରେ ସେମାନେ ଚମତ୍କୃତ ହେଲେ। ତାପରେ ଆମେ ଦେଖୁଛୁ ସେ ତାଙ୍କର ଯୋଉ ବାକ୍ୟ ଶୁଣିକିରି ଶେଷ ଆଡକୁ, ସେ 4 ପର୍ବର ଶେଷ ଆଡକୁ ଦେଖିବେ 28 ପଦ ଦେଖନ୍ତୁ, 4:28। ସମାଜ ଗୃହରେ ଏଇ ସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ। ଇଆଡେ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ, ଶେଷ ଆଡକୁ ଦେଖୁଛୁ 28 ପଦରେ ସେମାନେ କ୍ରୋଧରେ ପରିପୂର୍ଣ୍ଣ ହେଲେ। ସେତିକି ନୁହେଁ,
ସେ କ୍ରୋଧଟା ସେଠି ଅଟକି ଗଲାନି। ତାଙ୍କୁ ଭିଡି ଭିଡି ଆଣିଛନ୍ତି ସେ ଯୋଉ ପାହାଡ ଉପରେ ସେ ନଗରଟା ଥିଲା। କଣ ନା ସେ ପାହାଡ ଉପରକୁ ପେଲିଦେବେ, ଗୋଟେ ତୀଖ ଜାଗାକୁ ନେଇଯିବେ, ସେଇଠୁ ପେଲିଦେବେ। 29 ଲେଖା ହେଇଛି, ସେମାନେ ଉଠି ତାହାଙ୍କୁ ନଗରକୁ ବାହାର କରିଦେଲେ ଓ ସେମାନଙ୍କ ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା ସେଥିର ତୀଖ ସ୍ଥାନକୁ ତଳକୁ ପକାଇଦେବା ନିମନ୍ତେ ତାହାଙ୍କୁ ସେଠାକୁ ଘେନିଗଲେ। ଘେନିଗଲା ପରେ କଣ ହେଲା 30ରେ, କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ। ଆଉ ଗୋଟେ ଲୋକକୁ ସେମିତି ପାହାଡ ଉପରୁ ପକେଇ ଦେବା ପାଇଁ ବସିଥିଲେ, ସେ ଭୂମିସାତ ହେଇଗଲେ। ସେ କିଏ? ଏଲିୟ। କର୍ମିଲ ପର୍ବତରେ ଏତେ ସକ୍ସେସ ପାଇଲା ପରେ ଆହାବଙ୍କ ସ୍ତ୍ରୀର ଯୋଉ ମେସେଜ ଏତେ ବିବ୍ରତ ତାଙ୍କୁ କରିଦେଲା, ଭୂମିଷ୍ଠ ହେଇଗଲେ, ଧୂଳିସାତ ହେଇଗଲେ, ତଳେ ପଡିଗଲେ। ପ୍ରଭୁ, ମୋ ପୂର୍ବପୁରୁଷ ମାନଙ୍କ ତୁଳନାରେ ମୁଁ ମୋଟେ କିଛି ନୁହେଁ, ଭଲ ଲୋକ ନୁହେଁ, ଡରିଗଲେ। ପ୍ରିୟ ଭାଇ ଭଉଣୀ ମାନେ, ଇଆଡେ ଯୀଶୁ କହୁଛନ୍ତି ମୁଁ ତୁମମାନଙ୍କୁ ସେ ହେଟାବାଘ ମାନଙ୍କ ମଧ୍ୟରେ ମେଣ୍ଢା ପରି ପଠଉଛି, ମେଣ୍ଢା ଛୁଆ ପରି ପଠଉଛି। କିନ୍ତୁ ଏଠି ଗୋଟେ ଆମେ ସୁନ୍ଦର ବିଷୟ ଦେଖୁଛୁ, ଏବଂ ସେ ସୁନ୍ଦର ବିଷୟଟା ହଉଛି, ପୁଣି ଆସିବା, କିନ୍ତୁ ବାହାର କରନ୍ତୁ ଏଫିସି ତାର 5 ପର୍ବ। ଏଫିସି 5 ପର୍ବର 15। ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। ଆମେ ଯୋଉ ଲୋକମାନଙ୍କ ସାଙ୍ଗରେ ଅଛୁ, ଯୋଉ ସମାଜରେ ଆମେ ଅଛୁ, ଯୋଉ ମଣ୍ଡଳୀରେ ଆମେ ଅଛୁ, ଯୋଉ ଦେଶରେ ଆମେ ଅଛୁ, ସବୁ ଜାଗାରେ ଶୈତାନ ତାର ଟ୍ରାପ ରଖିଛି ଆମ ଉପରେ। ଆମର ଲିମିଟ କେତେ ତାକୁ ଜଣା, କେତିକି ଲିମିଟ ପରେ ଲୋକ ଆଉ ସମ୍ଭାଳି ପାରିବନି, ଭୂମିସାତ ହେଇଯିବ, ତାକୁ ବି ଜଣା। ଏଥିପାଇଁ ପାଉଲ ସେମାନେ କହୁଛନ୍ତି ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ସାବଧାନ ହୁଅ। 1:17 ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର ଇଚ୍ଛା କଣ ତାହା ବୁଝ। ତାପରେ 18 ଦ୍ରାକ୍ଷାରସରେ ମତ ନ ହୁଅ। ଏ ନ ହୁଅ ନ ହୁଅ ନ ହୁଅ 3 ଥର ଲେଖା ହେଇଛି, ଇଂରାଜୀରେ ନଟ୍ ନଟ୍ ନଟ୍। କିନ୍ତୁ ସବୁଥିରେ ଗୋଟେ ଅଲ୍ଟରନେଟିଭ ଦିଆହେଇଛି। କଣ ଅଲ୍ଟରନେଟିଭ? ଅଜ୍ଞାନ ପରିକା ହବନି, ମାତ୍ର ମାତ୍ର କିଏ କହିବ କଣ ପରି ହବ? କିଏ ଗୋଟେ ଜ୍ଞାନୀ କହନ୍ତୁ। ପରି। ଜ୍ଞାନୀ ପରି ହବ। ଆଉ କିଏ କହିବେ? ମୁଁ ଟିକେ ଡିଫରେଣ୍ଟ ଉତ୍ତର ଚାହୁଁଛି। ବୁଦ୍ଧିମାନ। ହଁ, କିଏ କହିଲେ? ଏକଦମ ପାଖେଇ ଆସିଲେଣି। କାହା ପରି ବୁଦ୍ଧିମାନ ହବ? ସର୍ପ ପରି। ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ। ମୁଁ ତୁମମାନଙ୍କୁ ହେଟା ବାଘ ମଧ୍ୟରେ ମେଷ ପରି ଛାଡିଛି, ସର୍ପ ପରି ବୁଦ୍ଧିମାନ ହୁଅ। ସର୍ପର ବୁଦ୍ଧି କଣ? ସେ ଗୋଟେ କଣ ପ୍ରଫେସର, ହାର୍ଭାର୍ଡ ୟୁନିଭର୍ସିଟିର ପ୍ରଫେସର ନା କଣ? ସେ ତାର ବୁଦ୍ଧି ଦେଖନ୍ତୁ, ଗୋଡ ନାହିଁ, ହାତ ନାହିଁ, ତାର କଣ ତା କହନ୍ତି ପର ବି ନାହିଁ, ଡେଣା ବି କିଛି ନାହିଁ, ସେ ନିଜକୁ ମାନେ ଲୁଚେଇବା ପାଇଁ କିଛି ନାହିଁ। ତା ବୁଦ୍ଧି ଦେଖନ୍ତୁ, ଏଇ ଶୀତ ଦିନରେ ସେ ହାଇବରନେସନ କୁ ପଳେଇବ। ହାଇବରନେସନ କହିଲେ ମାଟି ଭିତରକୁ ଚାଲିଯିବ। ଯୋଉ ଗାତ ବି ସେ ପୁଣି ନିଜେ ବି ବନେଇନି, ଯୋଉ ଗାତ ଗୁଡାକ ମୂଷା ବନେଇଛି କିମ୍ବା ଉଇ ହୁଙ୍କା ଏଇଗୁଡାକରେ ଟିକେ ଗୋଟେ କଣା ଯଦି ପାଇଲା ତ ସେ ଭିତରେ ପଶିଯିବ, ଆଉ ପୁରା ଶୀତ ଦିନଟା ତା ଭିତରେ ରହିବ।
ତାର ବୁଦ୍ଧିଟା ଦେଖନ୍ତୁ, ଏସ୍କେପ୍ କରିଯିବା, ଏସ୍କେପ୍ କରିଯିବା, ସେଟା ହଉଛି ବୁଦ୍ଧିମାନ ବିଷୟ। ପୁଣି ଆସିବା, ମୁଁ କହିଥିଲି ଆଉ ଥରେ ମାଥିକୁ ଆସିବା, ମାଥିର 2 କୁ ଆସନ୍ତୁ। ଦୁଇ ପର୍ବର 13 ପଦ। ସେମାନେ ପ୍ରସ୍ଥାନ କଲା ଉତ୍ତାରେ ସେମାନେ କହିଲେ ପଣ୍ଡିତ ମାନେ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ଯୋସେଫଙ୍କୁ ଦର୍ଶନ ଦେଇ କହିଲେ, ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିଶରକୁ ପଳ। ଏସ୍କେପ୍ କରିଛ, କନଫ୍ରଣ୍ଟେସନ କର ନାହିଁ, ପାରିବନି। ଯୀଶୁ ଯୋଉଟା ଲୁକରେ ଆଉ ମାଥ୍ୟୁରେ କହିଲେ, ମୁଁ ପଢିଲି ବର୍ତ୍ତମାନ, ଶିଷ୍ୟମାନଙ୍କୁ କହିଲେ, ତାଙ୍କ ନିଜ ଜୀବନର ବାଲ୍ୟ କାଳରେ ସେ କଥା ତାଙ୍କର ନିଜ ପରିବାରରେ ଘଟଣାଟା ଘଟିଛି। କଣ ଘଟିଛି? 12 ପଦରେ, ପରେ ହେରୋଦଙ୍କ ନିକଟକୁ ବାହୁଡି ନ ଯିବାକୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇଁ ସେମାନେ କହିଲେ, ପଣ୍ଡିତ ମାନେ ଅନ୍ୟ ପଥ ଦେଇ ସୋ ଦେଶକୁ ପ୍ରସ୍ଥାନ କଲେ। ଆଉ 16 ଇତିମଧ୍ୟରେ, ସେ 2 ପର୍ବର 16 ମାଥ୍ୟୁ, ଇତିମଧ୍ୟରେ ହେରୋଦ ପଣ୍ଡିତ ମାନଙ୍କ ଦ୍ୱାରା ଆପଣଙ୍କୁ ପ୍ରବଞ୍ଚିତ ହବା ଦେଖି କ୍ରୋଧାନ୍ଧ ହୋଇଗଲେ। ସେ ସମାଜ ଗୃହରେ କଣ ହେଲେ? ଆଗେ ତାଙ୍କ ପାଖରେ ଚମତ୍କୃତ ହେଲେ, ଅନୁଗ୍ରହ ପାଖରେ ଚମତ୍କୃତ ହେଲେ, ତାପରେ କ୍ରୋଧାନ୍ଧ ହେଲେ, ଅଗ୍ନିରେ ଯେମିତି ଜଳନ୍ତି ସେମିତି ରାଗରେ ଜଳିଲେ। ପର୍ବତ କଣକୁ ଉପରକୁ ନେଇକି ଫୋପାଡ଼ି ଦେବା ପାଇଁ, ପେଲି ଦେବା ପାଇଁ ବସିଥିଲେ। ସେଇ ଲୋକ ଯୋଉମାନେ ଆମମାନଙ୍କ ଜୀବନରେ ଆସୁଛନ୍ତି, ସେ ଯିଏ କେହି ହେଉ, ମାଥ୍ୟୁ 10ରେ ଆପଣ ଦେଖିବେ ଯୀଶୁ କାହାକୁ ଛାଡି ନାହାନ୍ତି, କାହାକୁ ଛାଡି ନାହାନ୍ତି। ସେ କିଏ ବୋଲିକା କୌଣସି ଗୋଟେ ଲୋକକୁ ସେ ଛାଡିଛନ୍ତି ନା। ଇଭିନ୍ ମାଥ୍ୟୁ 10:21 ଦେଖନ୍ତୁ, ଭ୍ରାତା ଭ୍ରାତାକୁ, ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବ। ପୁଣି ସନ୍ତାନ ମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ। ମୋହର ନାମ ସକାଶେ ତୁମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। କାହାକୁ ଛାଡି ନାହାନ୍ତି, ସମସ୍ତଙ୍କୁ ଏଇ 10 ପର୍ବରେ ସେ ଆଣିଛନ୍ତି। ଯୋଉମାନେ ଆମମାନଙ୍କୁ ଘୃଣା କରିବେ, ଆମମାନଙ୍କୁ ଖାଲି ଘୃଣା କରିବେନି, ଆମମାନଙ୍କ ଏଗେନ୍ଷ୍ଟରେ ବି ଉଠି ପାରନ୍ତି, ସେଇମାନେ ହେଲେ ହେଟା ବାଘ। ହେଟା ବାଘ କୌଣସି ଜଙ୍ଗଲରୁ ଆସିବେନି ଆମକୁ ଆଟାକ କରିବା ପାଇଁ। ମୁଁ ଆରମ୍ଭ କରିଥିଲି, ଆମ ସମସ୍ତଙ୍କର ଲିମିଟେସନ ଅଛି, ସୀମା ଅଛି, ସେତିକି ପର୍ଯ୍ୟନ୍ତ ଆମେ ଟଲରେଟ କରିପାରିବା। We can withstand, ତା ଉପରକୁ ଚାଲିଗଲେ ସୀମା ପାରିବାନି। ବାତ୍ୟା ଆସିବ, ବନ୍ୟା ଆସିବ, ବର୍ଷା ଆସିବ, ଘରଟା ଧୂଳିସାତ ହେଇଯିବ। ହେରୋଦ ରାଗିଗଲେ, କିନ୍ତୁ ହେରୋଦ ରାଗିବା ପୂର୍ବରୁ ଦୂତ ଆସିକିରି କହିଦେଲେ, ତୁମାନେ ଉଠିକି ପଳେଇ ଯାଅ। ଦୂତ କେତେବେଳକୁ କହିଲେ? ସ୍ୱପ୍ନରେ। ସ୍ୱପ୍ନ କହିଲେ ନିହାତି ରାତି ହେଇଥିବ, ଦିନ ବେଳେ ବୋଧେ ହେଇନଥିବ। କିନ୍ତୁ ଦେଖନ୍ତୁ 14 ପଦ 2 ପର୍ବର, ଏଥିରେ ସେ ଉଠି ରାତ୍ରିରେ, ତାମାନେ କାଳ ବିଳମ୍ବ କରିନାହାନ୍ତି। ଯୋସେଫ ଯେମିତି ଶୁଣିଲେ ଦୂତଙ୍କ ପାଖରୁ, ମିଶରଙ୍କୁ ପଳାଅ, ମୁଁ ନ କହିବା ପର୍ଯ୍ୟନ୍ତ ସେଠି ଥାଅ। ପ୍ରଭୁ କେବେ ଡିଟେଲ କାହାକୁ କହନ୍ତି ନାହିଁ ଏପର୍ଯ୍ୟନ୍ତ, ପାଉଲଙ୍କୁ ବି ନାହିଁ, କିନ୍ତୁ ବାଟରେ ସେ ତାଙ୍କୁ କହିବେ, ଏଠକୁ ଯାଅନି, ଏଠକୁ ଯାଅ, ଏଠି ବାଟ ବନ୍ଦ କରିଦେବେ, ସେଠି ଖୋଲିଦେବେ, ଆମେ ଦେଖିଛୁ।
पड़े गले। प्रभु केबे चाहते नहीं आमे कन्फ्रंट करवा बा कन्फ्रंटेशन मोड को आसीबा। मु आ किछि दिन तळे कहूथिले जे बाग वितंडा जुक्ति तर्क द्वारा हमरे किछि सॉल्व करि परिबानी। सेथरु निवृत्त रहिया पेंका पाउलो तिमोथी को लिखिचंती तांका पत्र रे। कौनसी समय रे समस्या आड़ को टाणी ही जीवा पाइका केबे चेष्टा काम केम पारिबा नाही। जदि जने हमको गुटिए कथा कहि देबो हमरो से आत्मिक जीवन धुलिसात हे जीवो। तूटा गुटे मध्यक तू गुटे पेटुक तू जदि भावुबादी हेइथांतु तू ओलौनु कृष्ण हमको भी रक्षा करनु। से निंदा फेरी निंदा कले नाही। प्रिय भाई भणी माने सब डिफिकल्ट जिनस जदि पृथ्वी रे किछि थाए टू टॉलरेट निंदा। हमर कान सब बेले खाली भल विषय सुनिया पे प्रशंसा सुनिया पे। शैतान अटैक करे हमर नियर एंड डियर वन आक्रमण शाणित आक्रमण। आईबो को किए कहिथिला जे सुइसाइड कर बोलिका को पूर्व देशर पंडित आसी कहि नथिले निज स्त्री। माथ्यू 10 रे हम देखिलु निज परिवार ही तुमरो शत्रु हेबे। निज स्त्री आसी कहला कमिट सुइसाइड एते सरी के हेलुनी बसु औरी जा जाके सुइसाइड कर मर। किछि प्रेमर संगे से कहबो नथिबो एई भली भाबरे रुक्ष भाबरे कहिथो। को पटु आसीबो को दिगरु आसीबो आपन को जीवन को हलेई दबो। शैतान जाल फांदी बसिछ। एबे देखंतु जोसेफ एते भद्र लोक एते नम्र लोक से किछि ऑब्जेक्शन करनाते से रात्रि रे उठिकरी से मरियम को तांको पुओ को धरिकरी चली गले। निजे प्रभु सृष्टिकर्ता से कहीं डरिवे कहीं की डरिवे से ताको प्रणाम करिया पर टोटल स्वर्ग रो आस्थिले दूत माने। मो जदि पिता को कहिबी से द्वादश बाहिनी को पठेई देबे बोलिका गोटे जगह जेसु कहिसंती। डरिले कहीं कहीं पळेले मिसर शिक्षा पाई आमर शिक्षा पाई कौन से समस्या को आमे कन्फ्रंट करी जिति पारिबा नाही। प्रिय भाई बहन आ गोटे कथा मन रखो आपण गोटे आत्मिक जीवन ने कि बंचुचंती से जीवन को संभालिया भार आपण कर सबु संभाली देबे किंतु निंदाटा सहिया भारी कष्ट हलई दब आत्मिक जीवन को दोहलई दब। गोटे गोटे लोक चितपटांग हेकी पड़ी का एफिसियर लेखा गला अज्ञान परी न होई ज्ञानी परी निज निज आचरण संबंध रे विशेष सावधान। कपट परीक्षा कहे हिंसा करो नहीं। गोटे काउ जदि आ गोटे के गोटे बाणुआ फाण जदि गोटे काउ को मारिदेला देखिए से दिन आप रही पारे से जगार एते काउ पलि आसे से कोठु कोठु केमती आसंती मु भी जानी पारे भर्ती हो दरकार पड़े से बाटे जे जाऊ तो आक्रमण भी करदे किंतु गोटे कथा को देखंतु कौन से ए गंडगोल फंडगोल से रहे शांत सरल। ज्ञानी लोकर प्रथम परिचय होचे से गोटे शांत सरल। जदि से न हबो ए जगत रे जेते रकम रो विपद अच्छे ताको टॉलरेट करिया भारी कष्ट वेरी डिफिकल्ट।
କାରଣ ପ୍ରତିଦିନ ଆମମାନଙ୍କର ଜୀବନ ଯେତିକି ଆମେ ଗ୍ରୋଥ ଆଡକୁ ଯାଉଛୁ, ଆମମାନଙ୍କର ଯୋଉ ଦୁର୍ବଳତା ସେଟା ଯଦି ପରିମାର୍ଜିତ ନ ହଉଛି, ସେ ଦୁର୍ବଳତା ହିଁ ଡାକି ଆଣିବ ବିପଦ। ଆହୁରି 7ଟା ଅଧିକ ଦୁଷ୍ଟ ଆତ୍ମା ମାନଙ୍କୁ ସେମାନେ ଆଟାକ୍ କରିବେ। ମୁଁ ଯେତେବେଳେ ୟାକୁ ପଢୁଥିଲି, ମୁଁ ଦେଖିଲି କଲୋସିରେ ବି ସମାନ ବିଷୟ ପାଉଲ ଲେଖୁଛନ୍ତି। ଏଠି ଯେମିତି ଏଫିସିରେ ଲେଖୁଛନ୍ତି, ଅଜ୍ଞାନୀ ପରି ନ ହୋଇ ଜ୍ଞାନୀ ପରି ନିଜ ଆଚରଣ ସମ୍ବନ୍ଧରେ ସାବଧାନ ହୁଅ, ପୁଣି ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। ଏଣୁ ନିର୍ବୋଧ ନ ହୋଇ, ସବୁ ନ ହୋଇ ପ୍ରଭୁଙ୍କର ଇଚ୍ଛା କଣ ତାହା ବୁଝ। ଦ୍ରାକ୍ଷା ରସରେ ମତ ହୁଅ ନାହିଁ, ନ ହୁଅ। ଅଜ୍ଞାନ ପରି ନ ହୁଅ। ନିର୍ବୋଧ ନ ହୋଇ ଦ୍ରାକ୍ଷାରସରେ ମତ ନ ହୋଇ। ଅଲ୍ଟରନେଟିଭ ଗୁଡାକ ସୁନ୍ଦର। ଆତ୍ମାରେ ପୂର୍ଣ୍ଣ ହୋଇ। ଆତ୍ମାରେ ପୂର୍ଣ୍ଣ ବିଷୟରେ ଆପଣଙ୍କର ମତାମତ କଣ ମୁଁ ତ ଜାଣିନି, କିନ୍ତୁ ଈଶ୍ୱରଙ୍କ ମତାମତ ଡିଫରେଣ୍ଟ। ତୁମ୍ଭେ ମାନେ ଦୁଷ୍ଟ ହେଲେ ସୁଦ୍ଧା ଆପଣ ସନ୍ତାନ ମାନଙ୍କୁ ଯଦି ଭଲ ଗିଫ୍ଟ ଦଉଛ, ତୁମ ସ୍ୱର୍ଗସ୍ଥ ପିତା ସେ କଣ ଅଧିକ ରୂପେ ଆତ୍ମା ପ୍ରଦାନ କରିବେ ନାହିଁ? ଆମେ ମାଗୁଛୁ କି ପ୍ରତିଦିନ ଆମର ଜୀବନରେ ଆମକୁ ସେ ସିମ୍ପଟମ ଗୁଡାକ ସବୁ ଚେକ୍ କରିବାକୁ ପଡିବ। କୋଉ ସିମ୍ପଟମ ଆମ ଜୀବନରେ ଦେଖାଗଲାଣି ଅନ୍ୟମାନେ ହୁଏତ ଜାଣିପାରିବେନି, କିନ୍ତୁ ଆମେ ମାନେ ଜାଣିପାରିବା ଯେ କଣ ସିମ୍ପଟମ ମୋର ଜୀବନରୁ ଦେଖାଯାଉଛି ଆଉ ସେଟା କଣ ବୁଝଉଛି। କଲୋସିରେ ମଧ୍ୟ ସମାନ ବିଷୟ ପାଉଲ ଲେଖୁଛନ୍ତି। କଲୋସି 4:3-6 ଆମମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ୱର ଆମମାନଙ୍କ ପାଇଁ ଦ୍ୱାର ଫିଟାନ୍ତି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୁଡ ତତ୍ଵ ନିମନ୍ତେ ମୁଁ ବନ୍ଦୀ ଅଟେ, ତାହା ଉଚିତ ମତେ କଥା କହି ପ୍ରକାଶ କରିପାରେ। ସେଠି ବି ଏଫିସିରେ ଲେଖା ହେଇଥିଲା ସମୟର ସଦ୍ବ୍ୟବହାର କର। ଏ ବି ଲେଖୁଛନ୍ତି ସୁଯୋଗର ସଦ୍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କର। ଭେରି ଇମ୍ପୋର୍ଟାଣ୍ଟ ବିଷୟ। ଛୋଟ ଛୋଟ ବିଷୟ ପାଉଲ ଏତେ ସୁନ୍ଦର ଭାବରେ ଗୋଟେ ନିଖୁନ୍ତ କଳାକାର ହିସାବରେ ଆତ୍ମିକ ଜୀବନର ବୃଦ୍ଧି ନିମନ୍ତେ ଗୋଟେ ଗୋଟେ ଛୋଟ ଛୋଟ ବିଷୟକୁ ସେ ଉଲ୍ଲେଖ କରନ୍ତି। ବୁଦ୍ଧିର ସହିତ ବ୍ୟବହାର କର, ସର୍ପ ପରି ବୁଦ୍ଧିମାନ ହୁଅ। ଥଣ୍ଡା ଲାଗୁଛି, ନିଜର କଥା ନିଜେ ବୁଝ, ଚାଲିଯାଅ। ମାଟି ଭିତରକୁ ଚାଲିଗଲା, ସେ ରହିଲା। ଯେ ପର୍ଯ୍ୟନ୍ତ ଆଉ ଥରେ ପାଣି ପଡିନି ସେ ଉପରକୁ ଉଠିବନି। ଆଜି ଆମମାନଙ୍କ ମଧ୍ୟ ସେଇ ରକମ ଭାବରେ ଚିନ୍ତା କରିବାର ଅଛି ଯେ ଆମେ ଯେତେ ରକମର ସମସ୍ୟା ଭିତରେ ଯାଉଛୁ, ମୁଁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏଇ ଯେ ନ ହୁଅରେ ଏଇ ହବା ଦ୍ୱାରା ଆମେ ଅନେକ ସମସ୍ୟାକୁ ହୁଇସିଲ ମାରିକି ଡାକିଥାଉ। ସେଥିପାଇଁ ପାଉଲ କହୁଛନ୍ତି ଅଜ୍ଞାନ ପରି ନ ହୁଅ। ଆଉ ଏଠି କଲୋସିରେ କହୁଛନ୍ତି ବୁଦ୍ଧିର ସହିତ ଆଚରଣ କର। ଆଜି ଯୋଉ କଟାକ୍ଷ ଆଜି ଆପଣ ଅନ୍ୟମାନଙ୍କ ପାଇଁ ପ୍ରୟୋଗ କରିବେ, କାଲି ସେଟା ବୁମେରାଙ୍ଗ ହେଇକି ଆପଣଙ୍କ ପାଇଁ ଚାଲି ଆସିବ। ମନେ ରଖିଥାନ୍ତୁ, ସମ୍ଭାଳିବା ଭାରି କଷ୍ଟ। ଆମେ ବହୁତ ଇଜିଲି ଅନ୍ୟମାନଙ୍କୁ କଟାକ୍ଷ କରିକିରି କହିଦଉ କଥାଟା, ଆତ୍ମାକୁ ଚିରି ଦେଲା ପରିକା, କଷ୍ଟ ଦେଲା ଭଳିଆ। କିନ୍ତୁ ଜାଣିନଥାଉ ତା ପରବର୍ତ୍ତୀ ସମୟରେ ଆମର ଜୀବନର ଦୁର୍ବଳତା ସୈତାନ ଠିକ ଜାଣିଛି। ସେ ଆଉ ଜଣକୁ ସେଟ୍ କରୁଛି ଡାଇରେକ୍ଟ ଆଟାକ୍ କରିବା ପାଇଁ। ବୁଦ୍ଧିର ସହ ଆଚରଣ କର, ତୁମମାନଙ୍କର ବାକ୍ୟ ସର୍ବଦା ମନୋହର,
ପୁଣି ଲବଣରେ ସ୍ୱାଦଯୁକ୍ତ ହଉ, କଲସି 4:6 ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ ତାହା ଜାଣିପାରୁ। କାହିଁକି ଆମେ ମାଗିବା ପବିତ୍ର ଆତ୍ମାଙ୍କୁ? ଲୁକ 11ରେ ଯୋଉଟା ଲେଖା ହେଇଛି, ଯେ ଦୁଷ୍ଟ ହେଲେ ସୁଦ୍ଧା ତୁମ ପିଲାମାନଙ୍କୁ ଉତ୍ତମ ଦାନ ଦଉଛ, ତେବେ ମାଗିଲେ ପ୍ରଭୁ କେତେ ଅଧିକ ଆତ୍ମା ତୁମମାନଙ୍କୁ ନ ଦେବେ। କେତେଥର ଆମେ ମାଗିଛୁ, ପ୍ରଭୁ ସହାୟକ ଯୋଉ ପବିତ୍ର ଆତ୍ମାକୁ ତୁମେ ମତେ ଦିଅ, ନହେଲେ ଆମ ପାଟିରୁ ସେ ସ୍ୱାଦଯୁକ୍ତ କଥା ବାହାରିବ ନାହିଁ। ତୁମମାନଙ୍କ ବାକ୍ୟ ସର୍ବଦା ମନୋହର, ପୁଣି ଲବଣରେ ସ୍ୱାଦଯୁକ୍ତ ହଉ, ପୁଣି କାହାରିକୁ କିପରି ଭାବରେ ଉତ୍ତର ଦେବାକୁ ହୁଏ ତାହା ଜାଣିପାରୁ। ପ୍ରଭୁ କାହା ସାଙ୍ଗରେ କେବେ ହେଲେ ବାଦ ବିବାଦ କରିନାହାନ୍ତି। ତାଙ୍କ ମୁଖ ନିର୍ଗତ ସବୁ କଥା ଗୁଡାକ ଥିଲା ଅନୁଗ୍ରହରେ। ମୁଁ ବେଶୀ ପଦ ଗୁଡାକ ନବାକୁ ଚାହୁଁନି, କିନ୍ତୁ ଗୋଟେ ବିଷୟ ନବାକୁ ଚାହୁଁଛି, ଆମର କାପାସିଟି ହଉଛି ଲିମିଟେଡ। ଆମେ କେବେ ହେଲେ ଚିନ୍ତା କରିପାରିବାନି ଯେ ଶୈତାନ ଆମର କିଛି କହିବେ, ଏକଦମ ଭୁଲ। ଗୋଟିଏ ଫୁଟକି ଯଥେଷ୍ଟ। ଏଲିୟଙ୍କ ପାଇଁ ତାଙ୍କୁ ବେଶୀ କିଛି କଷ୍ଟ କରିବାକୁ ପଡିଲାନି, ଖାଲି ଗୋଟେ ମେସେଜ ଚାଲିଗଲା, ସେ ଡାଉନ୍। ପ୍ରତ୍ୟେକଙ୍କ ଜୀବନର ଯୋଉ ସ୍ପିରିଚୁଆଲ ବାଉଣ୍ଡ୍ରିକୁ ରକ୍ଷା କରିବା କାମ ଆମର। ସାପ ଯେମିତି ତା ନିଜକୁ ରକ୍ଷା କରେ ମାଟି ଭିତରେ ପଶିକିରି, ଶୀତରୁ ଆମକୁ ସେ ଗାତ ଭିତରେ ପଶିବାକୁ ପଡିବ। ସେ ତାଙ୍କର ଯେଉଁ ଜନ ସର୍ବପରିସ୍ଥିତିଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତି ମାନଙ୍କ ଛାୟା ତଳେ ବସତି କରେ। ଯିଏ ଏଇ ବିଷୟଟାକୁ ନ ଶିଖିଛେ ସେ ଜ୍ଞାନୀ ନୁହେଁ। କୋଉ ସମୟରେ ଆମକୁ ଆବୃତ ସ୍ଥାନ ଭିତରକୁ ଯିବାକୁ ପଡେ, ସାପକୁ ଯେମିତି ଜଣା, ପ୍ରତ୍ୟେକ ଜ୍ଞାନୀ ଲୋକ ସେମାନେ ଜାଣିଛନ୍ତି ଯେ ପ୍ରଭୁଙ୍କର ପ୍ରୋଟେକ୍ସନ, ପ୍ରଭୁଙ୍କର ଶକ୍ତି ମାଗିବା, ଆଉ ପ୍ରତିଦିନ ଆତ୍ମା ତାଙ୍କଠୁ ମାଗିବା, ଏଟା ଆମର କର୍ତ୍ତବ୍ୟ ହବା ଦରକାର। ଶେଷ କରିବା ପୂର୍ବରୁ ସେଇ ପଦଟିକୁ ଆଉଥରେ ପଢିକି ଶେଷ କରିବା। ବାହାର କରନ୍ତୁ ଲୁକ 11 ପର୍ବ। ପଢି ଦିଅନ୍ତୁ ଯେ ପାଇଲେ। 11:13। ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ। ଆମେନ୍। ଆଜିଠୁ ଜାଣନ୍ତୁ, ଗୋଟେ ଆପଣମାନଙ୍କଠୁ ବয়োଜ୍ୟେଷ୍ଠ ହବା ଯୋଗୁଁ ଏ ପଦଟି ଆପଣଙ୍କର ନିଜର କରିନିଅନ୍ତୁ। କେତେବେଳେ ଶୈତାନ କୋଉ ବାଣ ମାରିବ, କିଭଳି ଭାବରେ ଆପଣଙ୍କୁ ଆକ୍ରମଣ କରି ଆପଣ କହିପାରିବେ, ଆପଣଙ୍କର ଇମେଜ ନଷ୍ଟ କରିଦବ, ସେ ଧୂଳିସାତ କରିଦବ, ଭୂମିସାତ ମାରିବ। ପ୍ରତିଦିନ ବ୍ୟକ୍ତିଗତ ଜୀବନରେ ପ୍ରାର୍ଥନା କଲା ବେଳକୁ, ପ୍ରଭୁ ମତେ ତୁମେ ଆତ୍ମା ପ୍ରଦାନ କର। ତାଙ୍କ ବାକ୍ୟ ଯୋଉ 11:13ଟାକୁ ଆଜିଠୁ ପୁରା ବାଇହାଟ କରିଦିଅ। ସେ ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା। ଏ ପ୍ରତିଜ୍ଞା ଗୋଟେ, ଇଟ୍ ଇଜ ଏ ପ୍ରମିସ। ଯିଏ ମାଗିବ, ନିଜକୁ ରକ୍ଷା କରିବା, କାରଣ ଆମଙ୍କର କାପାସିଟି ବହୁତ ଲିମିଟେଡ। ଆମେ ଯେମିତି ଭାବୁଛୁ ସେୟା ନୁହେଁ। ପ୍ରଭୁ ହିଁ କେବଳ ଆମମାନଙ୍କୁ ରକ୍ଷା କରିବେ। ପବିତ୍ର ଆତ୍ମାକୁ ଯେତେ ମାଗିବା, ସେ ଅଧିକରୁ ଆତ୍ମା ଆମମାନଙ୍କୁ ଦେବେ, ଭରିବେ। ଆମେ ବହୁତ ଗୀତ ବୋଲୁ ନା, ଭରଦେ ମୁଝେ ତେରି ଶକ୍ତି ସେ। ନିଶ୍ଚିତ ଭାବରେ ଯୀଶୁ ଗଲେ,
Jesus was led by the Spirit to the wilderness. ପ୍ରାନ୍ତରକୁ ଗଲେ ପରୀକ୍ଷା ହେବା ପାଇଁ ଆତ୍ମାଙ୍କ ଦ୍ୱାରା, କିନ୍ତୁ ଫେରିଲା ବେଳକୁ ସେ ଆତ୍ମା ଓ ଶକ୍ତିରେ ପରିପୂର୍ଣ୍ଣ ହେଇ ଫେରିଲେ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ଆଶୀର୍ବାଦ କରନ୍ତୁ। ଆମେ ପ୍ରତ୍ୟେକ ଯେମିତି ଏଇ ପଦ 11-13 ଆମର ନିଜର ପ୍ରୋଟେକ୍ସନ ପାଇଁକା ଏଇଟା ମନେ ରଖନ୍ତୁ। ଉଠିବା ତ ସହଜ, ଯେତେବେଳେ ସେ ପକେଇଦବ, ଦାଉଦଙ୍କୁ ଯେମିତି ପକେଇ ଦେଇଥିଲା, ସାଉଲକୁ ଯେମିତି ପକେଇ ଦେଇଥିଲା, ବହୁତ ଲୋକ ସେ ପକେଇ, କାହାର ଜୀବନରେ ସେ ଦିନ ନ ଆସୁ, କିନ୍ତୁ ସେଇ ବୁଦ୍ଧିମାନର ବୁଦ୍ଧିର ସହିତ ଆଚରଣ କରିବା ପାଇଁକା ପ୍ରଭୁ ଆମମାନଙ୍କୁ ଏ ଆତ୍ମାଙ୍କର ବରଦାନ ଦିଅନ୍ତୁ। ଏ ଅଳ୍ପ ଚିନ୍ତାଧାରାରେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ କଥା କୁହନ୍ତୁ। ଆମେନ୍। आमेन। आमेन आमेन हालेलुया। प्रभुଙ୍କର महिमा हो, सदा प्रभु परमेश्वरଙ୍କର सदा गौरव हो।